ओम शांति। सभी समझते बोलते ओम शांति। आज हम समझते विश्व अंतर्जातीय योग दिवस उपलक्षे एकत्रित होइछि। परम प्रिय परमात्मा विश्व नियंता प्रभु शिव भगवान अमृत संतान आदर इंजीनियर छात्र छात्री अध्यापक आज आम समस्ते ए वर्षर थीम होची योगा फॉर हेल्दी लिविंग। देखिबा अनुभव करुचे जीवन में सुख शांति खुशीर प्रयास प्राप्ति करने आज मनुष्य दीर्घ काल तार प्रयास कर चली। केवल से नुहे वर्तमान समय आम भौतिक भौतिक साधन द्वारा सुख शांति खुशी प्राप्त करने अतृप्त अवस्था धाइंचु। जहाँ मिलवा कथा ताहा प्राप्त होनी आम समस्ते अंगे अंगे उपलब्धि करुचु। यदि आम देखा वर्तमान समय आहरी भौतिक साधन पक्षे सुख शांति प्राप्ति आम धावमान तो आहरी आगको दुख अशांति जीवन में प्राप्ति हो अतृप्त। तेणु यही समय आम प्राप्ति कर आम हाथ को मोबाइल आसी जो मोबाइल द्वारा आम भावुचे सारा विश्व हाथ मुठी अच्छे धरा को आम सारा बुझे। आज संचार क्रांति मनुष्य संबंध संपर्क ये जो प्राप्ति इंटरनेट ईमेल जहाँ सब हमको प्राप्ति है से आम भीतर तार बेदखल सुख शांति खुशी आम ठार दूरे दूरे जाए। तेणु यही समय आम जहाँ भी प्रयास करते जमी पछा पछे पछा आसबनी। तेणु यही समय आम ये प्राप्ति करें से आमर संबंध संचार क्रांति द्वारा आमर संबंध संपर्क एवं सामाजिक आर्थिक मानसिक सब प्रकार स्थिति वर्तमान पूरा परिवर्तन यही समय आत्ममूल्यांकन करवा किसी प्राप्त कर सुख शांति प्राप्त करने आम योग अभ्यास जो योग वर्तमान आपको शिक्षा दि आप शारीरिक सुस्थता कहते कौन एजिंग एते वयस्क होगा। तेणु ये योग आमको बहुत सहायक जो योग आम वॉकिंग एक्सरसाइज आसन प्राणायाम व्यायाम द्वारा प्राप्त करुँ। शरीर सुस्थ शरीर सुस्थ अर्थात ये अंग सदाबले चलप्रचल कर वार्धक्य अवस्था निर्भर कर ठीक। तेणु भारत हूँ से देश जार प्राचीन संस्कृति राजयोग अभ्यास तेणु
ବ୍ୟାପ୍ତ। କିନ୍ତୁ ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା ଆମର ମନ ବିଚଳିତ, ଆମର ମନ ଆଉ ସବୁଠୁ ବଡ଼ ଜିନିଷ ହେଲା ଭୌତିକତା। କ'ଣ ସବୁଠୁ ବଡ଼ ଭୌତିକତା ହେଲା ଆମେ ନିଜକୁ ଆତ୍ମା ପରିବର୍ତ୍ତେ ଭାବିଲେ ଶରୀର ମୋର ସବୁକିଛି। ଏଇଠି ହେଲା ବଡ଼ ଭୌତିକତା। ଏଇଠି ଛୋଟିଆ ଭୁଲଟି ଆଜି ସଂସାର ପୁରା ଏପଟ ସେପଟ କରିଦେଇଛି। ତେଣୁ ଏଇଭଳି ପରିସ୍ଥିତିରେ ଯଦି ଆମେ ଆତ୍ମମୂଲ୍ୟାୟନ କରିବା ତାହେଲେ ଆମ ଜୀବନରେ କିଛି ସୁଖ ଶାନ୍ତି ପ୍ରାପ୍ତ ହୋଇଥାଏ। ଶରୀରକୁ ଆପଣ ସ୍ପର୍ଶ କର, କୌଣସି ଏକ ପରିସ୍ଥିତି ଆସିଲେ ଏଇ ଯେଉଁ ଆମେ ଶାରୀରିକ ଏକ୍ସରସାଇଜ ୱାକିଂ କରିକି ଏଇ ଯେଉଁ ଆମେ ଆମ ଶରୀରକୁ ସ୍ୱସ୍ଥ ରଖୁଛେ, କ'ଣ ମନ ଆମର ସ୍ୱସ୍ଥ ରହିପାରିବ? ମନ ମୋର ନିଜ ଗୁରୁ ଘର କେତେ। ତେଣୁ ଏଇ ମନ ବର୍ତ୍ତମାନ ସମୟରେ ଦୁଃଖ ଅଶାନ୍ତି। ଯେତେବେଳେ ପ୍ରାଚୀନ ମୁନି ଋଷି କହିଛନ୍ତି ଯେ ଏ ମନରେ ସୁଖ ଶାନ୍ତି ବ୍ୟାପ୍ତ। ତେଣୁ ସମୟ ଆସି ପହଞ୍ଚିଛି ଯେ ବର୍ତ୍ତମାନ ସମୟରେ ଆମେ ଏଇ ଯେଉଁ 2015 ଜୁନ 21 ତାରିଖକୁ ଡିକ୍ଲାର କରାଗଲା ଜାତିସଂଘ ତରଫରୁ, ତାପରେ ଆମେ ଯୋଗର ମହତ୍ଵ କିଛି ବୁଝିକିରି ମଧ୍ୟ ଆମ ଭିତରେ ସେ ସଚେତନତା ସୃଷ୍ଟି ବୃଦ୍ଧି କଲା। କିନ୍ତୁ ପ୍ରଶ୍ନ ଆସୁଛି ଯେ ମନ କେମିତି ସ୍ୱସ୍ଥ? ମନ ଯଦି ସ୍ୱସ୍ଥ ନାହିଁ, ଆପଣ ଯେତେ ଯାହା ବି କରନ୍ତୁ, ଯେତେ ଏକ୍ସରସାଇଜ ୱାକିଂ ଆଉ ଆସନ ପ୍ରାଣାୟାମ ବ୍ୟାୟାମ କରନ୍ତୁ, ସେ କ'ଣ ପୁରା ନିରୋଗ ହେଇପାରିବ ନାହିଁ। କାହିଁକି ନା ଆମେ ମଣିଷ, ଆମର କର୍ମ ଫଳ ଭୋଗୀ। ଆପଣଙ୍କୁ ଆମ୍ବଟା ମିଠା ଲାଗିଲା ଖାଇପାରନ୍ତି, ଆପଣଙ୍କୁ କେଉଁ ଆମ୍ବ ଖଟା ଲାଗିଲା ଫୋପାଡ଼ି ଦେଇପାରନ୍ତି, କିନ୍ତୁ କର୍ମ ଫଳକୁ କେହି ଫୋପାଡ଼ି ପାରିବନି। ଯିଏ ଯେମିତି କରିବ ସିଏ ସେମିତି ପାଇବ। ତାର ଅନୁଭବ ମା ପେଟରୁ ଜନ୍ମିତ ସନ୍ତାନ କ୍ୟାନ୍ସର କିଛି ତ କର୍ମ କରିନି ତ କୋଉଠୁ ଆସିବ? ତେଣୁ ଏଇ ଯେଉଁ କର୍ମ ଫଳ ବା ଏଇ ଯେଉଁ ମାନସିକ ଅସ୍ଥିରତା, ସେ ତ ଏଇ ଯୋଗ ଦ୍ୱାରା ଠିକ୍ ହେଇପାରିବନି। ଯଦି ଭାବୁଛନ୍ତି ଠିକ୍ ହେଇପାରିବ ତାର ହାତ ଉଠାନ୍ତୁ। ତେଣୁ ଏଇ ମନକୁ ଠିକ୍ କରିବା ପାଇଁ ଆମ ଭାରତୀୟ ସଂସ୍କୃତିରେ ରହିଛି ରାଜନୀତି। ଯେଉଁ ରାଜନୀତି ଦ୍ୱାରା ଆମେ ଏ ମନକୁ ଠିକ୍ କରିପାରିବୁ। ଆଜି ଏ ମନ ଏଭଳି ହେବାର କାରଣ ତା ଭିତରେ ଆଉ ସୁଖ ଶାନ୍ତି ପ୍ରେମ ଆନନ୍ଦ ଅଛି କିଛି କିଛି, କିନ୍ତୁ ଦୁଃଖ ଅଶାନ୍ତି କରିପାରିବ। ତେଣୁ ଏଇ ମନକୁ ଠିକ୍ କରିବା ପାଇଁ ଯୋଗର ଆବଶ୍ୟକତା ରହିଛି। ଯୋଗ ମାନେ ସହଜ ଅର୍ଥରେ ଦୁଇଟି ଜିନିଷର ମିଳନ, ତାକୁ କୁହନ୍ତି ଯୋଗ। ଆମେ ଯେତେବେଳେ ଶାରୀରିକ ଯୋଗ କଲେ, ଶାରୀରିକ ଆସନ ପ୍ରାଣାୟାମ କାହା ସହିତ ଯୋଡ଼ିବୁ? ଯୋଗ ମିନ୍ସ ଯୋଡ଼ିବା, ଯୋଗ ମାନେ ପ୍ଲସ୍, ତ ଯୋଡ଼ି ହେଇନି କେବଳ ଶରୀର ସହିତ। ତେଣୁ ଭାରତର ଯେଉଁ ସଂସ୍କୃତି, ସେଥିରେ ରାଜଯୋଗ ମାନେ ଯୋଡ଼ିବା ଅର୍ଥ ମୁଁ ହେଉଛି ଆତ୍ମା, ମୁଁ ଆତ୍ମା ପରମାତ୍ମାଙ୍କ ସହିତ ଯୋଡ଼ି ହେବି। ଯେ ପରମ ଶକ୍ତି, ଯାହାଙ୍କୁ